ଦେଖ କ୍ରିୟାଯୁକ୍ତ ରୂଢି ବିଷୟରେ ଦେଖିବା ଯଦି ଆମେ ଗୋଟେ ଜିନିଷ ହେଲା ଅକସ କରିବା ହେଲା ଅକସ କରିବା ଇମ୍ପୋର୍ଟାଣ୍ଟ ଏଟା ମନେ ରଖିଥାନ୍ତୁ ଅକସ କରିବାର ଅର୍ଥ ହଉଛି ରାଗ ରଖିବା ହେଲା ଓ ଅହନ୍ତା ରଖିବା ଅକସ କରିବାର ଅର୍ଥ ରାଗ ରଖିବା ହେଲା ମୁଁ ଗ୍ରାମ ସଭାର ସଭାପତି ନରହରି ବାବୁଙ୍କ ଅନ୍ୟାୟର ପ୍ରତିବାଦ କରିବାରୁ ସେ ମୋ ଉପରେ ଅକସ ରଖିଲେ ଓକେ ଅକସ ଅର୍ଥ ହରି ମୋ ଉପରେ ଅକସ ରଖିଲା ଅକସର ଅର୍ଥ ହଉଛି ରାଗ ରଖିବା ମନେ ରଖିଥାଅ ଏଇ ରୂଢିଟା ବହୁତ ଅକଲ ଶିଖେଇବା ଏଇଟା ମେ ବି ଟିକେ ଇମ୍ପୋର୍ଟାଣ୍ଟ ନ ରହିପାରେ କିନ୍ତୁ ହଉଛି ଅକଲ ଶିଖେଇବାର ଉଚିତ ଶିକ୍ଷା ଦେବା ହଉଛି ଅକଲ ଶିଖେଇବାର ମୁଖ୍ୟ ହେଲା ଅଗ୍ନି ସମ୍ରା ହେବା ହେଲା ଅର୍ଥାତ ଖୁବ ରାଗିବା ହେଲା ଅଗ୍ନି ସମ୍ରା ହବା ହେଲା ଅଗ୍ନି ସମ୍ରା ହବା ଅର୍ଥ ହଉଛି ଅଗ୍ନିଶମ ଅର୍ଥ ହଉଛି କଣ ଖୁବ ରାଗିବା ବହୁତ ରାଗିବା ହେଲା କିନ୍ତୁ ଉଦାହରଣ ସହିତ ଦେଖିବ ପୁତ୍ର ମନ୍ଦି ବ୍ୟବହାରରେ ପିତା ଅଗ୍ନିଶମ ହୋଇଗଲେ ପୁଅର ଖରାପ ବ୍ୟବହାର ଯୋଗୁଁ ବାପା ବହୁତ ଅଗ୍ନିଶମ ହେଇଗଲେ ବହୁତ ଜାଗାରେ ଆମେ ୟୁଜ କରିପାରିବା ଏଇ ଜିନିଷର ସମସ୍ତେ ମନେ ରଖିଥାଉ ହେଲା ତାପରେ ଅଠା କାଠିରେ ପଡିବା ହେଲା ଅଠା କାଠିରେ ପଡିବା ବହୁତ ଗୁଡାଏ ଅଛି ଏମିତି ନାଇଁ କି ଗୋଟେ ଦିଟା ଇଏ ହେଇଗଲା ବହୁତ ଗୁଡା ଦେଖ ଅଠା କାଠିରେ ପଡିବା ଅସୁବିଧାରେ ପଡିବା ହେଲା ଅଠା କାଠିରେ ପକାଇବା ଅର୍ଥାତ ଅସୁବିଧାରେ ପକାଇବା ବିପଦରେ ପକାଇବା ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିଥା ସମସ୍ତେ ହେଲା ହାଇଲାଇଟ କରିଦେଇଛି ଏଇଟା ଅଠା କାଠିରେ ପକାଇବା ତାର ଅର୍ଥ ହଉଛି ବିପଦରେ ପକାଇବା ଓକେ ମନେ ରଖିଥାଉ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଏଇଟା ପଚାରିପାରେ ଡେଫିନେଟଲି ଏଇଟା ପଚାରିପାରେ ହେଲା ତାପରେ ଦେଖ ନେକ୍ସଟ କ୍ୱେଶ୍ଚନ ଦେଖିବା ଅଠା ବଳିବା ଦୋଷ ଦେବା ଅଠା ବଳିବାଟା ଆମକୁ କଣ ଦୋଷ ଦେବା ଦେଖ ବିଭିନ୍ନ ଜାଗାରେ କୋଉ ଟାଇପର ଦୋଷ ଦେଇପାରେ ସେଇଟାକୁ ଅଠା ବଳିବା ବୋଲି କହିପାରିବା ହେଲା ଅର୍ଦ୍ଧଚନ୍ଦ୍ର ହବା ମାନେ ତଣ୍ଟିଆ ଦେବା ଅର୍ଥାତ ଅଫିସର ହୋଇ ବୋଲି ଅର୍ଦ୍ଧଚନ୍ଦ୍ର ଦେଇ ଚକରକୁ ଘରୁ ବାହାର କରିଦେବା ହେଲା ଅର୍ଦ୍ଧଚନ୍ଦ୍ର ହଉଛି ଧକ୍କା ଦେଇକି ବାହାରୁ କାଢିଦବା ତଣ୍ଟିଆ ମାରି ବାହାର କାଢିଦବା ହେଲା ତାପରେ ଦେଖିପାର ତାପରେ ଆନ୍ଧ୍ରରେ ଅନ୍ଧାରରେ ଅନ୍ଧ ଦେଶରେ ଆରେ ଟିକେ ଟିକେ ତ ଅନ୍ଧ ଦେଶରେ ଦର୍ପଣ ବିକିବା ହେଲା ଅନ୍ଧ ଦେଶରେ ଦର୍ପଣ ବିକିବା ହଉଛି ମୂର୍ଖ ନିକଟରେ ଜ୍ଞାନ ଚର୍ଚ୍ଚା କରିବା ହେଲା ଅନ୍ଧ ଦେଶରେ ଦର୍ପଣ ବିକିବା ଦେଖ ବିଭିନ୍ନ ଜାଗା ଦେଖିବାକୁ ମିଳୁଛି କି ଆମେ ଫିଜୁଲରେ ବହୁତ ଲୋକଙ୍କୁ କିଛି ଜ୍ଞାନ ଦବାକୁ ଚେଷ୍ଟା କରନ୍ତି ହେଲା ତ କିଛି ଶିକ୍ଷିତ ଥାନ୍ତି ଯେ ଗ୍ରହଣ କରୁଛି ମୂର୍ଖ ମାନେ ତା ଉପରେ ଅଧିକ ତାକୁ ଆଲୋଚନା କରନ୍ତି ବିବେଚନା କରନ୍ତି ହେଲା କି ନା ଏଇଟା କାହିଁକି ହେଲା ହେଲା ତ ଯେମିତି ଗୋଟେ ଉଦାହରଣ ସହିତ ଗୋଟେ ଜିନିଷ କହିଦଉଛି କି ଗୋଟେ ଗପ କହିଦଉଛି ଛୋଟ ଗପଟା ହେଲା କି ବାଘ ତଳଦିନେ ସକାଳୁ ଭଗବାନ ପ୍ରାର୍ଥନା କରି ଶିକାର କରି ଯାଉଥିଲେ ହଠାତ୍ ଗୋଟେ ଗଧ ସାମ୍ନାରେ ଆଗକୁ ପଳା ତ ସେ ଗଧ ଆସିଲା ସାମ୍ନା ମୁହାଁମୁହିଁ ହେଇରେ ଯେତେବେଳେ ଦେଖିଲା ଆଗରେ ଗୋଟେ ଠେକୁଆ ଡେଇଁ ଡେଇଁ ଯାଉଛି ଆଉ ବାଘ କହିଲା ସେ ଜାଗାରେ କି ଆରେ ଠେକୁଆ ଡେଇଁ ଡେଇଁ ପଳେଇଲା ତ ଗଧ ସେ ଜାଗାରେ ଠେକୁଆ ନାହିଁ ସେଟା ହଉଛି ବିଲେଇଟା ହେଲା ତ ବାଘ ଗଧ ଭିତରେ ଯୁକ୍ତି ତର୍କ ଲାଗିଗଲେ ତ ବାଘ ନିଜ କର୍ମ ଛାଡିକି ବୃଥା ପରିଶ୍ରମ କଲା ଉପରେ ଗଧ ଉପରେ କି ନାଇଁ ବାଘ ବିଲେଇ ଭିତରେ ମାଡ ଲାଗି ତ ଗଧ ଥିଲା ମୂର୍ଖ